আজি ଆସନ୍ତୁ ଆମ୍ଭେମାନେ ରାଜା ଦାଉଦ ଓ ଖ୍ରୀଷ୍ଟ ଆନସାଙ୍ଗ ହୋଂ ଏହି ବିଷୟ ସହିତ ପରମେଶ୍ୱରଙ୍କ ବିଷୟରେ ଯିଏ ଏହି ଯୁଗରେ ମାନବ ଜାତିକୁ ରକ୍ଷା କରିବାକୁ ଆସିଛନ୍ତି ଜାଣିବା ପାଇଁ କିଛି ସମୟ ନେବା। ବାଇବଲ ଭବିଷ୍ୟବାଣୀ ଦ୍ୱାରା ପରିପୂର୍ଣ୍ଣ ଏକ ଅସାଧାରଣ ପୁସ୍ତକ। ବାଇବଲରେ ଭବିଷ୍ୟବାଣୀ କରାଯାଇଥିଲା କି ଯୀଶୁଖ୍ରୀଷ୍ଟ ଯିଏ 2000 ବର୍ଷ ପୂର୍ବେ ପୃଥିବୀକୁ ଆସିଥିଲେ ବେଥଲିହମରେ ଜଣେ କୁମାରୀଙ୍କ ଦ୍ୱାରା ଜନ୍ମ ହେବେ। ଆଉ ଏହା ଭବିଷ୍ୟବାଣୀ କରାଯାଇଥିଲା କି ତାଙ୍କ ଶରୀର ଜଣେ ଧନବାନ ବ୍ୟକ୍ତିଙ୍କ କବରରେ ରଖାଯିବ। ବାଇବଲ ଏହା ମଧ୍ୟ ଭବିଷ୍ୟବାଣୀ କରିଥିଲା କି ଯୀଶୁ କ୍ରୁଶରେ ମୃତ୍ୟୁଭୋଗ କରି ଆମ୍ଭମାନଙ୍କ ପାପକୁ କ୍ଷମା କରିବା ପାଇଁ ଆପଣା ରକ୍ତ ଝରାଇବେ। ଭାବବାଦୀମାନେ ଖ୍ରୀଷ୍ଟଙ୍କ ବିଷୟରେ ବହୁତ ବିସ୍ତାରରେ ଲେଖିଛନ୍ତି। ଯେଉଁ ପ୍ରକାର ବାଇବଲ 2000 ବର୍ଷ ପୂର୍ବେ ଘଟିଥିବା ବିଷୟରେ ବିସ୍ତାରରେ କହିଥାଏ ସେହି ପ୍ରକାର ବାଇବଲରେ ପରମେଶ୍ୱରଙ୍କ ବିଷୟରେ ଅନେକ ଭବିଷ୍ୟବାଣୀ ଅଛି ଯାହା ଏହି ଯୁଗରେ ମାନବ ଜାତିକୁ ରକ୍ଷା କରିବା ପାଇଁ ପ୍ରକଟ ହୁଅନ୍ତି। ଆସନ୍ତୁ ଆମ୍ଭେମାନେ ପ୍ରଥମ ଥେସଲୋନିକୀୟ ଅଧ୍ୟାୟ 5 ପଦ 19 ଉପରେ ଏକ ନଜର ପକାଇବା। ଆତ୍ମାଙ୍କୁ ନିର୍ବାଣ ନ କର, ଭାବବାଣୀ ତୁଚ୍ଛ କର ନାହିଁ, ବରଂ ସମସ୍ତ ବିଷୟ ପରୀକ୍ଷା କର, ଯାହା ଉତ୍ତମ ତାହା ଧରି ରଖ, ସମସ୍ତ ପ୍ରକାର ମନ୍ଦଠାରୁ ପୃଥକ ହୋଇଥାଅ। ଯେହେତୁ ଅନେକ ଲୋକ ଏପର୍ଯ୍ୟନ୍ତ ବାଇବଲର ଭବିଷ୍ୟବାଣୀର ପୂର୍ଣ୍ଣତାର ଅନୁଭବ କରିନାହାନ୍ତି ତେଣୁ ସେମାନେ ଅଜ୍ଞାନତାରେ ବଞ୍ଚନ୍ତି ଆଉ ଚିନ୍ତା କରନ୍ତି କ'ଣ ବାସ୍ତବରେ ଭବିଷ୍ୟବାଣୀ ପୁରା ହେବ। ମାତ୍ର ପରମେଶ୍ୱର ଚେତାବନୀ ଦେଲେ ଭାବବାଣୀ ତୁଚ୍ଛ କର ନାହିଁ। ଆସନ୍ତୁ ଆମ୍ଭେମାନେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 18 ଦେଖିବା। ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଶ୍ରବଣ କରନ୍ତି ସେମାନଙ୍କର ପ୍ରତ୍ୟେକ ଜଣଙ୍କୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହିସବୁ ସଙ୍ଗରେ କିଛି ଯୋଗ କରେ ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ। ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ। ବାଇବଲ କୌଣସି ପ୍ରକାରେ ଏପରି ବସ୍ତୁ ନୁହେଁ ଯାହାକୁ ପରିବର୍ତ୍ତନ କରାଯାଇପାରିବ କିମ୍ବା କୃତ୍ରିମ ଭାବରେ ପ୍ରୟୋଗ କରାଯାଇପାରିବ। ବାଇବଲର ସମସ୍ତ 66ଟି ପୁସ୍ତକ ପବିତ୍ର ଆତ୍ମା ଦ୍ୱାରା ପ୍ରେରିତ ହୋଇଥିବା ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ଲିଖିତ ଭବିଷ୍ୟବାଣୀର ବାକ୍ୟ। କ'ଣ ଆମ୍ଭମାନଙ୍କୁ କେବେ ମଧ୍ୟ ଭବିଷ୍ୟବାଣୀର ବାକ୍ୟକୁ ଘୃଣା କରିବା ଉଚିତ? ଏପରି କରିବା ପରମେଶ୍ୱରଙ୍କୁ ଘୃଣା କରିବାର କିଛି ଭିନ୍ନ ନୁହେଁ ଯିଏ ଭବିଷ୍ୟବାଣୀର ରେକର୍ଡ କରିଛନ୍ତି। ଆମ୍ଭମାନଙ୍କୁ ଏପରି କେବେ ମଧ୍ୟ କରିବା ଉଚିତ ନୁହେଁ, ହଁ ନା? ଆସନ୍ତୁ ଆମ୍ଭେମାନେ ଯିଶାୟା ଅଧ୍ୟାୟ 52 ପଦ 7କୁ ଯିବା। ଯେଉଁ ଜନ ସୁସମାଚାର ଆଣୁଅଛି, ଯେ ଶାନ୍ତି ପ୍ରଚାର କରୁଅଛି, ଯେ ମଙ୍ଗଳର ସୁସମାଚାର ଆଣୁଅଛି, ଯେ ପରିତ୍ରାଣ ପ୍ରଚାର କରୁଅଛି, ଯେ ସିଓନକୁ ତୁମ୍ଭ କିଏ ରାଜ୍ୟ କରନ୍ତି? ପରମେଶ୍ୱର ରାଜ୍ୟ କରନ୍ତି ବୋଲି କହୁଅଛି। ତାହାର ଚରଣ ପର୍ବତ ଗଣର ଉପରେ କିପରି ଶୋଭା ପାଏ। ଆମ୍ଭମାନଙ୍କ ସିଓନରେ ପରମେଶ୍ୱର ହିଁ ଏକମାତ୍ର ଯିଏ ରାଜ୍ୟ କରନ୍ତି। ଏହା ଏପରି ସ୍ଥାନ ନୁହେଁ ଯେଉଁଠି ଜଣେ ଅଧ୍ୟକ୍ଷ, ଗ୍ରୁପ ଲିଡର ଅବା ୟୁନିଟ ଲିଡର ରାଜ୍ୟ କରନ୍ତି। ସେହି ସ୍ଥାନ ଯେଉଁଠି ପରମେଶ୍ୱର ଆପଣା ଲୋକମାନଙ୍କ ଉପରେ ଶାସନ କରନ୍ତି ତାହା ହେଉଛି ଚର୍ଚ୍ଚ ଅଫ୍ ଗଡ୍। ଆସନ୍ତୁ ଆମ୍ଭେମାନେ ପଦ 8 ଦେଖିବା। ହେଇ ତୁମ୍ଭ ପ୍ରହରୀ ଗଣର ରବ, ସେମାନେ ଉଚ୍ଚ ରବ କରୁଅଛନ୍ତି, ସେମାନେ ଏକତ୍ର ଗାନ କରୁଅଛନ୍ତି, କାରଣ ସଦାପ୍ରଭୁ କେଉଁଠିକୁ ଫେରି ଆସୁଛନ୍ତି। ସିଓନକୁ ଫେରି ଆସିବା ବେଳେ ସେମାନେ ସମ୍ମୁଖାସମ୍ମୁଖୀ ହୋଇ ଦେଖିବେ। ଭବିଷ୍ୟବାଣୀର ବାକ୍ୟ ମଧ୍ୟରୁ କିଛି ମଧ୍ୟ ଯୋଗ କିମ୍ବା ହ୍ରାସ କରିବା ବିନା ପରମେଶ୍ୱର କେଉଁ ସ୍ଥାନକୁ ଫେରନ୍ତି? ତାହା ହେଉଛି ସିଓନ। ସେ ସେଠାରେ କ'ଣ କରିବେ? ସେ ରାଜ୍ୟ କରିବେ। ସିଓନ ଏକ ଏପରି ସ୍ଥାନ ଯାହା ପରମେଶ୍ୱରଙ୍କ ଦ୍ୱାରା ସ୍ଥାପିତ ଓ ପରିଚାଳିତ। ଏହି କାରଣ ହେତୁ ପୃଥିବୀର ସମସ୍ତ ଜାତି ସିଓନରେ ଫେରି ଆସିବା ପାଇଁ ଇଚ୍ଛା କରନ୍ତି, କିନ୍ତୁ ସମସ୍ତେ ସିଓନକୁ ଆସିପାରିବେ ନାହିଁ। ସିଓନ ସେହି ସ୍ଥାନ ଯେଉଁଠାରେ ପରମେଶ୍ୱରଙ୍କ ଲୋକ ଏକ ସଙ୍ଗରେ ଏକତ୍ରିତ ହୁଅନ୍ତି। ଆସନ୍ତୁ ଆମ୍ଭେମାନେ ପୁଣି ଥରେ ପଦ 8 ଦେଖିବା। ହେଇ ତୁମ୍ଭ ପ୍ରହରୀ ଗଣର ରବ, ସେମାନେ ଉଚ୍ଚ ରବ କରୁଅଛନ୍ତି, ସେମାନେ ଏକତ୍ର ଗାନ କରୁଅଛନ୍ତି, କାରଣ ସଦାପ୍ରଭୁ ସିଓନକୁ ଫେରି ଆସିବା ବେଳେ ସେମାନେ ସମ୍ମୁଖାସମ୍ମୁଖୀ ହୋଇ ଦେଖିବେ। ହେ ଜିରୁସାଲାମର ଉଚ୍ଛନ୍ନ ସ୍ଥାନ ସକଳ, ଉଚ୍ଚ ଆନନ୍ଦ ଧ୍ୱନି କର, ଏକତ୍ର ଗାନ କର, କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି, ସେ ଜିରୁସାଲାମକୁ ମୁକ୍ତ କରିଅଛନ୍ତି। ସଦାପ୍ରଭୁ ସର୍ବଦେଶୀୟମାନଙ୍କ ଦୃଷ୍ଟିରେ ଆପଣା ପବିତ୍ର ବାହୁ ଅନାବୃତ କରିଅଛନ୍ତି ଓ ପୃଥିବୀର ଆଦ୍ୟନ୍ତ ସ୍ଥିତ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ କ'ଣ ଦେଖିବେ? ପରିତ୍ରାଣ ଦେଖିବେ।
ଭାଇ ଓ ଭଉଣୀମାନେ, କ'ଣ ଏହା କହୁନାହିଁ କି ପରମେଶ୍ୱର ସମସ୍ତ ଜାତି ନିକଟରେ ଆପଣ ଅନୁଗ୍ରହକୁ ବିସ୍ତାରିତ କରିବେ ଆଉ ସେମାନେ ପରମେଶ୍ୱରଙ୍କ ଉଦ୍ଧାରକୁ ଦେଖିବେ? ଏହା ମଧ୍ୟ ଏକ ଭବିଷ୍ୟବାଣୀ। ଏହି ଭବିଷ୍ୟବାଣୀ ଅବଶ୍ୟ ପୁରା ହେବ। ପୃଥିବୀର ଦୂରଦୂରାନ୍ତର ଦେଶର ସମସ୍ତ ଲୋକ ଆମ୍ଭମାନଙ୍କ ପରମେଶ୍ୱରଙ୍କ କରାଯାଇଥିବା ଉଦ୍ଧାର ନିଶ୍ଚିତ ଦେଖିବେ। କ'ଣ ଏହି ବାକ୍ୟର ଅର୍ଥ ଏହା ନୁହେଁ କି ପରମେଶ୍ୱର ସୁସମାଚାର ଉଦ୍ଧାରର ସନ୍ଦେଶ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚାଇବେ? ପ୍ରତ୍ୟେକ ଯୁଗରେ ପରମେଶ୍ୱରଙ୍କ ଲୋକମାନେ ପରମେଶ୍ୱରଙ୍କ ଉଦ୍ଧାରର ପ୍ରୟୋଜନ ଉପରେ ନିକଟରୁ ଧ୍ୟାନ ଦେଲେ। ପିତାଙ୍କ ଯୁଗରେ ଭାବବାଦୀମାନେ ସଦାପ୍ରଭୁ ପରମେଶ୍ୱରଙ୍କ ଉପରେ ଗର୍ବ କଲେ ଆଉ ପୁତ୍ରଙ୍କ ଯୁଗରେ ପ୍ରେରିତମାନେ ଯୀଶୁଙ୍କ ନାମରେ ଗର୍ବ କଲେ। ସେମାନେ ଯେଉଁଠିକି ମଧ୍ୟ ଗଲେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଶଂସା କରୁଥାଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କର, ତାହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ। ବର୍ତ୍ତମାନ ଏହି ଯୁଗରେ ଆମ୍ଭେମାନେ ଯେଉଁଠାକୁ ଯିବା ଆମ୍ଭେ ପିତା ଓ ମାତାଙ୍କ ବିଷୟରେ ପ୍ରଶଂସା କରିବା ଉଚିତ, ଯେଉଁମାନେ ଆତ୍ମା ଓ କନ୍ୟାଙ୍କ ରୂପରେ ଆସିଛନ୍ତି। ଆମ୍ଭମାନଙ୍କୁ ଏହି ତଥ୍ୟ ଉପରେ କେବେ ମଧ୍ୟ ଆପଣା ଅଭିମାନ ହରାଇବା ଉଚିତ ନୁହେଁ କି ଆମ୍ଭେ ପିତା ଓ ମାତାଙ୍କ ସନ୍ତାନ ଅଟୁ। ଏହା ବ୍ୟତୀତ ପିତା ଓ ମାତାଙ୍କ ଶିକ୍ଷା ଅନୁସାରେ ଆମ୍ଭମାନଙ୍କୁ ଆପଣା ପରିବାରର ସଦସ୍ୟ ଓ ସେହି ଲୋକମାନଙ୍କ ନିମନ୍ତେ ଉତ୍ତମ କାର୍ଯ୍ୟ କରିବା ଉଚିତ ଯେଉଁମାନେ ଏପର୍ଯ୍ୟନ୍ତ ସତ୍ୟକୁ ଆସିନାହାନ୍ତି। ଆଜି ଆସନ୍ତୁ ଆମ୍ଭେମାନେ ରାଜା ଦାଉଦ ଓ ଖ୍ରୀଷ୍ଟ ଆନସାଂହୁଂ ଏହି ଉପଦେଶ ଶୀର୍ଷକ ଦ୍ୱାରା ରାଜା ଦାଉଦଙ୍କ ଭବିଷ୍ୟବାଣୀ ବିଷୟରେ ଅଧ୍ୟୟନ କରିବା। ଆସନ୍ତୁ ଆମ୍ଭେମାନେ ହୋସିୟ ଅଧ୍ୟାୟ 3 ପଦ 4 ଦେଖିବା। କାରଣ ଇସ୍ରାଏଲ ସନ୍ତାନଗଣ ଅନେକ ଦିନ ପର୍ଯ୍ୟନ୍ତ ରାଜହୀନ, ଅଧିପତିହୀନ, ଯଜ୍ଞହୀନ, ସ୍ତମ୍ଭହୀନ ଓ ଏଫୋଦ ଅବା ଠାକୁରହୀନ ରହିବେ। ତହିଁ ଉତ୍ତରୁ ଇସ୍ରାଏଲ ସନ୍ତାନଗଣ ଫେରିଆସିବେ ଓ ସଦାପ୍ରଭୁ ଆପଣମାନଙ୍କ ପରମେଶ୍ୱରଙ୍କୁ ଓ ଆପଣମାନଙ୍କ ରାଜା ଦାଉଦଙ୍କୁ ଅନ୍ୱେଷଣ କରିବେ। ଦାଉଦଙ୍କୁ ଅନ୍ୱେଷଣ କରିବାର ଅର୍ଥ ଦାଉଦଙ୍କୁ ଖୋଜିବା। ଏହା କେବେ ହେବ? ଆଉ ଶେଷ କାଳରେ ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁଙ୍କ ନିକଟକୁ ଓ ତାହାଙ୍କ ଅନୁଗ୍ରହର ନିକଟକୁ ଆସିବେ। ହୋସିୟ ଅଧ୍ୟାୟ 3 ପଦ 5 ଆମ୍ଭମାନଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ। ଏହା କହିଥାଏ କି ପରମେଶ୍ୱରଙ୍କ ଲୋକ ଶେଷ କାଳରେ ଦାଉଦଙ୍କୁ ଅନ୍ୱେଷଣ କରିବେ। କ'ଣ 3000 ବର୍ଷ ପୂର୍ବେ ବାସ କରୁଥିବା ବ୍ୟକ୍ତି ଶେଷ କାଳରେ ପୁଣି ଜୀବିତ ହେବେ? ଆମ୍ଭେ ସ୍ପଷ୍ଟ ଭାବରେ ବୁଝିପାରିବା କି ଏହି ସେହି ରାଜା ଦାଉଦ କଦାପି ହୋଇପାରିବେ ନାହିଁ ଯେ ଇସ୍ରାଏଲର ଦ୍ୱିତୀୟ ରାଜା ଥିଲେ, ବରଂ ଏ ଭବିଷ୍ୟ ସୂଚକ ଦାଉଦ ହେବା ଉଚିତ। କ'ଣ ଏହାର ଅର୍ଥ ଏହା ନୁହେଁ କି କେବଳ ଯେତେବେଳେ ଆମ୍ଭେ ଶେଷ କାଳରେ ଭବିଷ୍ୟ ସୂଚକ ଦାଉଦଙ୍କୁ ଅନ୍ୱେଷଣ କରିଥାଉ ତେବେ ଆମ୍ଭେ ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦକୁ ପ୍ରାପ୍ତ କରିପାରିବା ଓ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିପାରିବା? ପୁଣି ଆସନ୍ତୁ ଆମ୍ଭେମାନେ ଜାଣିବା କି ଏହି ଭବିଷ୍ୟ ସୂଚକ ଦାଉଦ କିଏ ଅଟନ୍ତି। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ପରାକ୍ରାନ୍ତ ପରମେଶ୍ୱର ଅନନ୍ତକାଳୀନ ପିତା କିଏ ଅଟନ୍ତି? କ'ଣ ସେ ସଦାପ୍ରଭୁ ନୁହନ୍ତି? ଭାବବାଦୀ ଯିଶାୟ 700 ବର୍ଷ ପୂର୍ବେ ହିଁ ଭବିଷ୍ୟବାଣୀ କରିଥିଲେ କି ଭବିଷ୍ୟତରେ ସଦାପ୍ରଭୁ ଏକ ବାଳକ ରୂପେ ଜନ୍ମ ନେବେ। ଆସନ୍ତୁ ଆମ୍ଭେମାନେ ପଦ 7 ସହିତ ଜାରି ରଖିବା। ତାହାଙ୍କ କର୍ତ୍ତୃତ୍ୱ ବୁଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ। ସେ କାହାଙ୍କ ସିଂହାସନ? ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଓ ଧାର୍ମିକତାରେ ଏ କ୍ଷଣଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ। ସଦାପ୍ରଭୁ ଜଣେ ବାଳକ ରୂପେ ଜନ୍ମ ହୋଇ ପୃଥିବୀରେ ଆସିବାର ଥିଲେ। ବାଳକ କିଏ ଥିଲେ? ସେ ଯୀଶୁ ଥିଲେ। ଯେତେବେଳେ ସଦାପ୍ରଭୁ ପରମେଶ୍ୱର ଶରୀର ଧାରଣ କଲେ ଏବଂ ପୃଥିବୀକୁ ଆସିଲେ ତେବେ ସେ ଯୀଶୁଙ୍କ ନାମ ବ୍ୟବହାର କଲେ। ଆସନ୍ତୁ ଆମ୍ଭେମାନେ ଅଧ୍ୟାୟ 9 ପଦ 1 ଦେଖିବା। ମାତ୍ର ପୂର୍ବେ ଯେଉଁ ଦେଶ ବେଦନାଗ୍ରସ୍ତ ଥିଲା ତାହା ତିମିରାବୃତ ହୋଇ ରହିବ ନାହିଁ। ପୂର୍ବ କାଳରେ ସେ ସବୁଲୁନ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ, ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ ଜର୍ଦ୍ଦନର ସେପାରିସ୍ତ ଗୋଷ୍ଠୀଗଣର ଗାଲିଲିକୁ ସମ୍ଭ୍ରାନ୍ତ କରିବେ। ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ ସେମାନେ ମହାଆଲୁଅ ଦେଖିଅଛନ୍ତି, ଯେଉଁମାନେ ମୃତ୍ୟୁ ଛାୟାର ଉପଦେଶରେ ବାସ କଲେ ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବେଥଲେହେମରେ ହେଲା,
ଓ ପରେ ଗାଲିଲିରେ ତାହାଙ୍କର ପାଳନ ପୋଷଣ ହେଲା। ହଁ ନା? ଏଠାରେ ଅଧ୍ୟାୟ 9ରେ ଯିଶାୟ ଯୀଶୁଙ୍କ ବିଷୟରେ ବୁଝାଉଛନ୍ତି। ଯୀଶୁ ସଦାପ୍ରଭୁ ଅଟନ୍ତି, ଯିଏ ଜଣେ ବାଳକ ରୂପରେ ପୃଥିବୀରେ ଆସିବାକୁ ଥିଲେ। ସେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ହେବେ। ଆସନ୍ତୁ ଆମ୍ଭେମାନେ ଲୁକ୍ ଅଧ୍ୟାୟ 1ରେ ଏହି ଭବିଷ୍ୟବାଣୀର ପୂର୍ଣ୍ଣତାକୁ ଦେଖିବା। ଲୁକ୍ ଅଧ୍ୟାୟ 1 ପଦ 30। ସେଥିରେ ଦୂତ ତାଙ୍କୁ କହିଲେ, ଆଗୋ ମରିୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ୱରଙ୍କ ଛାମୁରେ ଅନୁଗ୍ରହ ପ୍ରାପ୍ତ ହୋଇଅଛ। ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ। ସେ ମହାନ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପ୍ରଭୁ ଈଶ୍ୱର ତାହାଙ୍କୁ କ'ଣ ଦେବେ? ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ। ଏହା ସେହି ଦୃଶ୍ୟ ଯେତେବେଳେ ଯିଶାୟ ଅଧ୍ୟାୟ 9ର ଭବିଷ୍ୟବାଣୀ ପୂର୍ଣ୍ଣ ହୋଇଥିଲା। ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି। ପୁଣି ସେ ପରାକ୍ରାନ୍ତ ପରମେଶ୍ୱର ଅନନ୍ତକାଳୀନ ପିତା ହେବ। ପିତାଙ୍କ ଯୁଗରେ ବ୍ୟବହାର କରାଯାଇଥିବା ନାମ ସଦାପ୍ରଭୁ ପରମେଶ୍ୱର ଥିଲା। ଯେତେବେଳେ ସଦାପ୍ରଭୁ ପରମେଶ୍ୱର ଶରୀର ଧାରଣ କରି ପୃଥିବୀକୁ ଆସିଲେ, ତେବେ ସେ ଯୀଶୁ ନାମର ବ୍ୟବହାର କଲେ। ସେ ମହାନ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ। ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ। ପୁଣି ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ। ହୋସେୟ ଅଧ୍ୟାୟ 3ରେ ସେ କହନ୍ତି, ଶେଷ ଦିନରେ ଦାଉଦଙ୍କୁ ଅନ୍ୱେଷଣ କର, କେବଳ ତେବେ ଯାଇ ଆମ୍ଭେ ପରମେଶ୍ୱରଙ୍କ ଆଶୀର୍ବାଦକୁ ପ୍ରାପ୍ତ କରିପାରିବା। ପୁଣି ଦାଉଦ ଓ ଯୀଶୁଙ୍କ ମଧ୍ୟରେ ଭବିଷ୍ୟ ସୂଚକ ସମ୍ବନ୍ଧ କ'ଣ? ଆସନ୍ତୁ ଆମ୍ଭେମାନେ ଦ୍ୱିତୀୟ ସାମୁଏଲ ଅଧ୍ୟାୟ 5 ପଦ 4 ଦେଖିବା। ଦାଉଦ 30 ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ। ଯେତେବେଳେ ଦାଉଦ 30 ବର୍ଷର ଥିଲେ, ତେବେ ସେ ସିଂହାସନ ଉପରେ ବସିଲେ। ଦାଉଦ 30 ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ କେତେ ବର୍ଷ ପର୍ଯ୍ୟନ୍ତ? 40 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। ଏହା ଲେଖା ଅଛି କି ଦାଉଦ 40 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। ରାଜା ଦାଉଦ 30 ବର୍ଷ ବୟସରେ ସିଂହାସନରେ ଉପବିଷ୍ଟ ହେଲେ ଆଉ 40 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। ପୁଣି ଯୀଶୁଙ୍କ ବିଷୟରେ କ'ଣ? ଯିଏ ଭବିଷ୍ୟ ସୂଚକ ଦାଉଦଙ୍କ ରୂପରେ ଆସିଥିଲେ। ଆସନ୍ତୁ ଆମ୍ଭେମାନେ ଲୁକ୍ ଅଧ୍ୟାୟ 3 ପଦ 21 ଦେଖିବା। ସମସ୍ତ ଲୋକ ବାପ୍ତିଜିତ ହେଲା ଉତ୍ତାରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଉନ୍ମୁକ୍ତ ହେଲା। ପୁଣି ପବିତ୍ର ଆତ୍ମା ଦୈହିକ ଭାବେ କପୋତ ପରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ। ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମର ପରମ ସନ୍ତୋଷ। ଯୀଶୁ କାର୍ଯ୍ୟ କରିବା ସମୟରେ ତାହାଙ୍କୁ ପ୍ରାୟ କେତେ ବର୍ଷ? 30 ବର୍ଷ ବୟସ ହୋଇଥିଲା। ଦାଉଦ 30 ବର୍ଷ ବୟସରେ ଶାରୀରିକ ଅଭିଷେକ ପ୍ରାପ୍ତ କଲେ ଆଉ ଆପଣା ସିଂହାସନ ଉପରେ ବସିଲେ। ଭବିଷ୍ୟ ସୂଚକ ଦାଉଦ ଯୀଶୁ ଖ୍ରୀଷ୍ଟ 30 ବର୍ଷ ବୟସରେ ଆତ୍ମିକ ଅଭିଷେକ ପ୍ରାପ୍ତ କଲେ ଏବଂ ଆପଣା ରାଜ୍ୟରେ ରାଜତ୍ୱ କରିବାକୁ ଆରମ୍ଭ କଲେ। ଦାଉଦ ଏବଂ ଯୀଶୁ ଉଭୟଙ୍କ 30 ବର୍ଷ ବୟସରେ ଅଭିଷେକ ହୋଇଥିଲା। ଯୀଶୁଙ୍କ 20 କିମ୍ବା 25 ବର୍ଷ ବୟସରେ ବାପ୍ତିସ୍ମ ହୋଇପାରିଥାନ୍ତା, ହଁ ନା? କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଯୀଶୁଙ୍କ ବାପ୍ତିସ୍ମ ତେବେ ହେଲା ଯେତେବେଳେ ସେ 30 ବର୍ଷର ଥିଲେ। ଏହା ବାସ୍ତବରେ ଅବିଶ୍ୱସନୀୟ। ଏହା ଦେଖାଇଥାଏ କି ପ୍ରତ୍ୟେକ ଭବିଷ୍ୟବାଣୀ ସଠିକ ରୂପେ ପୂର୍ଣ୍ଣ ହୋଇଥାଏ। ଯଦି 30 ବର୍ଷ ବୟସରେ ଦାଉଦଙ୍କ ଅଭିଷେକ ହେଲା ଓ 40 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ, ତେବେ ଯୀଶୁ ଖ୍ରୀଷ୍ଟଙ୍କୁ, ଯିଏ ଭବିଷ୍ୟ ସୂଚକ ଦାଉଦ ଅଟନ୍ତି, 30 ବର୍ଷ ବୟସରେ ଆତ୍ମିକ ଅଭିଷେକ ହେବା ଉଚିତ ଓ 40 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବା ଉଚିତ। କେବଳ ତେବେ ହିଁ ଆମ୍ଭେ କହିପାରିବା କି ଭବିଷ୍ୟବାଣୀ ପୂର୍ଣ୍ଣ ହେଲା। ମାତ୍ର ଯେପରି ଆପଣ ଓ ସମସ୍ତ ବାଇବଲର ବିଦ୍ୱାନ ଭଲ ଭାବରେ ଜାଣନ୍ତି, ଯୀଶୁ 3 ବର୍ଷ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କଲେ। ଆସନ୍ତୁ ଆମ୍ଭେମାନେ ଲୁକ୍ ଅଧ୍ୟାୟ 13 ପଦ 6 ଦେଖିବା। ଆଉ ସେ ଏହି ଦୃଷ୍ଟାନ୍ତ କହିଲେ, ଜଣକର ଦ୍ରାକ୍ଷା କ୍ଷେତ୍ରରେ ଗୋଟିଏ ଡିମିରି ଗଛ ଲଗାଯାଇଥିଲା। ସେ ଆସି ସେଥିରେ ଫଳ ଖୋଜିଲେ କିନ୍ତୁ ପାଇଲେ ନାହିଁ। ତେଣୁ ସେ ମାଣିକି କହିଲେ, ଦେଖ, ଏହି 3 ବର୍ଷ ହେଲା ମୁଁ ଆସି ଏହି ଡିମିରି ଗଛର ଫଳ ଖୋଜୁଅଛି କିନ୍ତୁ ପାଉନାହିଁ। ଏହାକୁ ହାଣି ପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ଆକ୍ରମଣ କରୁଅଛି। ତେଣୁ ସେ ମାଣିକି କହିଲେ, ଦେଖ, ଏହି 3 ବର୍ଷ ହେଲା ମୁଁ ଆସି ଏହି ଡିମିରି ଗଛରେ ଫଳ ଖୋଜୁଅଛି କିନ୍ତୁ ପାଉନାହିଁ। ଏହାକୁ ହାଣି ପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ଆକ୍ରମଣ କରୁଅଛି। ଯୀଶୁଙ୍କ 30 ବର୍ଷ ବୟସରେ ବାପ୍ତିସ୍ମ ହେଲା ଆଉ 33 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଗଲା। ଏହା ବିଷୟରେ କିଛି ଏହା କହୁଥାଇ ସନ୍ଦେହ କରିପାରନ୍ତି କି ଯୀଶୁ ଦାଉଦଙ୍କ ଭବିଷ୍ୟବାଣୀକୁ ପୁରା କଲେ ନାହିଁ। ଏଠାରେ ଆମ୍ଭମାନଙ୍କୁ ଉଦ୍ଧାର ନିମନ୍ତେ ଏକ ଆବଶ୍ୟକ ରହସ୍ୟ ଅଛି।
초대교회 모든 ଯୀଶୁଙ୍କ ସ୍ୱର୍ଗ ଯିବା ପରେ ପ୍ରଥମ ଚର୍ଚ୍ଚର ସମସ୍ତ ସତ୍ୟ କ'ଣ ହେଲା? 어찌 되었습니까? ତାହା ଶୈତାନ ଦ୍ୱାରା ପଦଦଳିତ କରାଗଲା, ହଁ ନା? ନିସ୍ତାର ପର୍ବ ଅଦୃଶ୍ୟ ହୋଇଗଲା ଓ ସଙ୍ଗରେ ବିଶ୍ରାମ ଦିନ ଅଦୃଶ୍ୟ ହୋଇଗଲା। ନୂତନ ନିୟମର ସମସ୍ତ ପର୍ବ ଅଦୃଶ୍ୟ ହୋଇଗଲା। 하나님을 ପରମେଶ୍ୱରଙ୍କ ସମ୍ମାନ ଓ ଆଦର କରିବାର ପଥ ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ ହୋଇଗଲା। 다 사라져 버린 것입니다. 예배를 통해서 କାରଣ ଆରାଧନା ଯାହା ପରମେଶ୍ୱରଙ୍କ ସମ୍ମାନ ଓ ଆଦର ଦେବାର ପଥ 그런 걸 ଶୈତାନ ଦ୍ୱାରା ନଷ୍ଟ କରାଯାଇଥିଲା। 이래서 이제 ଯାହା ହଜିଯାଇଥିଲା 교회 찾아 ତାହାକୁ ପୁନଃସ୍ଥାପିତ କରିବା ପାଇଁ ପରମେଶ୍ୱର ଯିଏ ଆଦିର ଅନ୍ତକୁ ଦେଖନ୍ତି 두 번째 ଏହି ପୃଥିବୀରେ ଦ୍ୱିତୀୟ ଥର ଆସିବାର ପ୍ରତିଜ୍ଞା କଲେ। 그럼 다윗 한 ଦାଉଦଙ୍କ ରାଜତ୍ୱର 40 ବର୍ଷ ମଧ୍ୟରୁ ଯୀଶୁ ଆପଣା ପ୍ରଥମ ଆଗମନରେ 3 ବର୍ଷ ନିମନ୍ତେ ଆପଣା ସୁସମାଚାରର କାର୍ଯ୍ୟ କଲେ। ବାଇବଲ ଭବିଷ୍ୟବାଣୀ କରିଥିଲା କି ଅବଶିଷ୍ଟ 37 ବର୍ଷ ତାଙ୍କ ଦ୍ୱିତୀୟ ଆଗମନରେ ସମ୍ପୂର୍ଣ୍ଣ ଭାବରେ ପୁରା ହେବ। 예언하고 있죠. 예, 우리 ଆସନ୍ତୁ ଆମ୍ଭେମାନେ ଏଭ୍ରି ଅଧ୍ୟାୟ 9କୁ ଯିବା। 말씀 열어보도록 하겠습니다. 27절 ପଦ 27 ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ ଆଉ ତାହା ପରେ ବିଚାର ନିରୂପିତ ଅଛି, 이와 같이 ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ କେତେ ଥର? 하기 위하여 ଦ୍ୱିତୀୟ ଥର ପାପ ସକାଶୁ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। 하고 있습니다. ଆପଣା ପ୍ରଥମ ଆଗମନରେ ଯୀଶୁ ଶରୀରରେ ଆସିଲେ ଓ 3 ବର୍ଷ ପର୍ଯ୍ୟନ୍ତ ସୁସମାଚାରର ପ୍ରଚାର କରୁଥାଇ ଆପଣା ରାଜ୍ୟରେ ରାଜତ୍ୱ କଲେ। 마찬가지 ଏହି ପ୍ରକାରେ 예언을 ଅବଶିଷ୍ଟ 37 ବର୍ଷର ଭବିଷ୍ୟବାଣୀକୁ ପୂରା କରିବା ପାଇଁ 서시고 ତାଙ୍କୁ ପୁଣି ଥରେ ଶରୀର ଧାରଣ କରିବା ଉଚିତ। 히브리서 9장 ଏଥିପାଇଁ ଏଭ୍ରି ଅଧ୍ୟାୟ 9ରେ ଲେଖା ଅଛି କି ସେ ଦ୍ୱିତୀୟ ଥର ଦର୍ଶନ ଦେବେ। 나타나신다. 즉 우리 눈으로 ଅନ୍ୟ ଶବ୍ଦରେ ତାଙ୍କୁ ପୃଥିବୀରେ ଏକ ଦୃଶ୍ୟମାନ ରୂପରେ 이 땅에 ଅର୍ଥାତ୍ ଶରୀରରେ ଆସିବା ଉଚିତ। ଯେତେବେଳେ ଖ୍ରୀଷ୍ଟ ଦ୍ୱିତୀୟ ଥର ଆସନ୍ତି 어떤 형태로 ତେବେ ସେହି ଚିହ୍ନ କ'ଣ ଯାହାଦ୍ୱାରା ଆମ୍ଭେ ତାଙ୍କୁ ଚିହ୍ନି ପାରିବା? 굉장히 참 ଏହା ଆମ୍ଭମାନଙ୍କ ନିମନ୍ତେ ଅତ୍ୟନ୍ତ ଜରୁରୀ। ଆସନ୍ତୁ ଆମ୍ଭେମାନେ ଜିସାଇ ଅଧ୍ୟାୟ 55 ପଦ 1କୁ ଯାଇ ଦେଖିବା ଯେ 1절의 말씀 ସେହି ଚିହ୍ନ କ'ଣ? ହେ ତୃଷିତ ଲୋକ ସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ ସେ ଆସୁ। ତୁମ୍ଭେମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ ଓ ଯାହା ତୃପ୍ତିକର ନୁହେଁ ତହିଁ ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ? ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୃଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ। କର୍ଣ୍ଣଡେର ଓ ଆମ୍ଭ ନିକଟକୁ ଆସ, ଶୁଣ, ତହିଁରେ ତୁମ୍ଭମାନଙ୍କ ପ୍ରାଣ ବଞ୍ଚିବ। ପୁଣି ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟସ୍ଥାୟୀ ନିୟମ ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା। ଦେଖ, ଆମ୍ଭେ ତାହାକୁ ଗୋଷ୍ଠୀବର୍ଗର ସାକ୍ଷୀ ରୂପେ, ଗୋଷ୍ଠୀବର୍ଗର ଅଗ୍ରଣୀ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ। ଦେଖ, ଯେଉଁ ଗୋଷ୍ଠୀ କି ତୁମ୍ଭେ ଜାଣୁନାହଁ ତାହାକୁ ତୁମ୍ଭେ ଆହ୍ୱାନ କରିବ ଓ ଯେଉଁ ଗୋଷ୍ଠୀ ତୁମ୍ଭକୁ ଜାଣିଲା ନାହିଁ ସେ ତୁମ୍ଭ ନିକଟକୁ ଦୌଡ଼ିବ। ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ସକାଶୁ ଏହା ଘଟିବ, କାରଣ ସେ ତୁମ୍ଭକୁ ଗୌରବାନ୍ୱିତ କରିଅଛନ୍ତି। ଯେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି ସେ ପର୍ଯ୍ୟନ୍ତ ତୁମ୍ଭେମାନେ ତାହାଙ୍କର ଅନ୍ୱେଷଣ କର। ଯେ ପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି ସେ ପର୍ଯ୍ୟନ୍ତ ତାହାଙ୍କଠାରେ ପ୍ରାର୍ଥନା କର। ଯେତେବେଳେ ପରମେଶ୍ୱର ଶରୀରରେ ଏହି ପୃଥିବୀକୁ ଆସନ୍ତି 어떤 언약 ତେବେ ପରମେଶ୍ୱର ଦାଉଦଙ୍କ ସହିତ କେଉଁ ନିୟମ ସ୍ଥିର କରିବେ? ଏଭ୍ରି ଅଧ୍ୟାୟ 13 ଅନୁସାରେ 무슨 언약을 କେଉଁ ନିୟମ ଅନନ୍ତକାଳ ସ୍ଥାୟୀ ନିୟମ? କ'ଣ ଏହା ନୂତନ ନିୟମ ନୁହେଁ? 초림 ଆପଣା ପ୍ରଥମ ଆଗମନରେ ଯୀଶୁ ଖ୍ରୀଷ୍ଟ କହିଲେ, ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା 것이라. ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ସେ ନୂତନ ନିୟମ ସହିତ ଆପଣା ରାଜ୍ୟ ସ୍ଥାପିତ କଲେ ଓ 3 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। 그렇다면 ଯେତେବେଳେ ଯୀଶୁ ଖ୍ରୀଷ୍ଟ ଦ୍ୱିତୀୟ ଥର ପୃଥିବୀକୁ ଆସିଲେ 하시는 그 ତେବେ ସେ ପୁଣି ଥରେ 30 ବର୍ଷ ବୟସରେ ତାହାଙ୍କର ବାପ୍ତିସ୍ମ ହେଲା 침례를 ଏବଂ 37 ବର୍ଷ ନିମନ୍ତେ ସେ ସେବା କାର୍ଯ୍ୟ କଲେ। 복음 사역을 ଏପରି କରିବା ଦ୍ୱାରା ପରମେଶ୍ୱର ବାଇବଲର ସମସ୍ତ ଭବିଷ୍ୟବାଣୀକୁ ପୂରା କଲେ। ପୁଣି ଆମ୍ଭମାନଙ୍କ ନିମନ୍ତେ ନୂତନ ନିୟମକୁ କିଏ ପ୍ରକଟ କଲେ? ସେ ହେଉଛନ୍ତି ଖ୍ରୀଷ୍ଟ ଆନସାଂ ହୋ। ବର୍ତ୍ତମାନ ଆସନ୍ତୁ ଆମ୍ଭେମାନେ ଖ୍ରୀଷ୍ଟ ଆନସାଂ ହୋଙ୍କ ଜୀବନ ଉପରେ ଧ୍ୟାନ ଦେବା। ଦାଉଦଙ୍କ ଭବିଷ୍ୟବାଣୀକୁ ପୂରା କରିବା ନିମନ୍ତେ ଖ୍ରୀଷ୍ଟ ଆନସାଂ ହୋଙ୍କ 1948ରେ ବାପ୍ତିସ୍ମ ହୋଇଥିଲା। ସେ 1918ରେ ପୃଥିବୀକୁ ଆସିଥିଲେ ଓ 1948ରେ ବାପ୍ତିସ୍ମ ନେଲେ। ତେବେ ତାଙ୍କ ବାପ୍ତିସ୍ମ କେତେ ବର୍ଷ ବୟସରେ ହୋଇଥିଲା? 30 ବର୍ଷ। 1948ରେ 굉장히 ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ ପୂରା ହେଲା।
ଡିମିରି ବୃକ୍ଷର ଦୃଷ୍ଟାନ୍ତରେ 이스라엘 나라가 ଇସ୍ରାଏଲ ଦେଶ ଯାହା ଡିମିରି ବୃକ୍ଷ ଦ୍ୱାରା ଚିତ୍ରିତ ହୋଇଛି 피우기 ଆପଣା ଅଧିକାରକୁ 1948ରେ ଫେରି ପାଇଲା 시작했던 그 국권을 ଯେତେବେଳେ ତାହାର ଶାଖା ପଲ୍ଲବିତ ହେଲା 1900 ଓ ପତ୍ର ବାହାରି ଆସିଲା। ଇସ୍ରାଏଲର ସ୍ୱାଧୀନତାକୁ ଜାଣିବା 예언을 풀어가는 ବାଇବଲର ସମସ୍ତ ଭବିଷ୍ୟବାଣୀକୁ ବୁଝିବା ପାଇଁ ଗୁରୁତ୍ୱପୂର୍ଣ୍ଣ। 1948ରେ ଖ୍ରୀଷ୍ଟ ଆନସାଙ୍ଗ ହୋ 안상훈께서 30 ବର୍ଷର ହେଲେ 계시던 그 해요. ଓ ସେ ସେହି ବର୍ଷ ବାପ୍ତିସ୍ମ ନେଲେ। ଦାଉଦଙ୍କ ସିଂହାସନର ଭବିଷ୍ୟବାଣୀର ଅବଶିଷ୍ଟ 37 ବର୍ଷକୁ ପୂରା କରିବା ପାଇଁ 위해서 ଯେତେବେଳେ ଆପଣ 37 ବର୍ଷକୁ 1948ରେ ଯୋଗ କରନ୍ତି ତେବେ ତାହା କେଉଁ ବର୍ଷ ଆସିଥାଏ? ଏହା 1985। 85 ଏହି କାରଣ ହେତୁ ଦାଉଦଙ୍କ ସିଂହାସନର ଅବଶିଷ୍ଟ 37 ବର୍ଷକୁ ପୂରା କରିବା ପରେ 1985ରେ ତାଙ୍କର ଦେହାନ୍ତ ହେଲା। 그런 어떤 예언들을 ତେବେ 살아가는 କ'ଣ କେବଳ ଜଣେ ସାଧାରଣ ମନୁଷ୍ୟ ଏହି ଭବିଷ୍ୟବାଣୀକୁ ଉଚିତ ହେବା ପାଇଁ 또 연장하거나 ଆପଣା ଜନ୍ମ ଓ ମୃତ୍ୟୁର ନିର୍ଦ୍ଧାରିତ କରିପାରିବ? 절대 କଦାପି ନୁହେଁ। 무화과 ଡିମିରି ବୃକ୍ଷ ଅର୍ଥାତ୍ ଇସ୍ରାଏଲର ସ୍ୱାଧୀନତା 1948 ପରିବର୍ତ୍ତେ 1950 ଅବା 1946ରେ ହୋଇପାରିଥାନ୍ତା। 1946년도도 될 수 있고 말이에요. କିନ୍ତୁ ପରମେଶ୍ୱର କହିଲେ ଡିମିରି ବୃକ୍ଷର ଦୃଷ୍ଟାନ୍ତ ଶିକ୍ଷା କର। ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ ସେତେବେଳେ ତୁମେମାନେ ଜାଣିଥାଅ ସେ ଦ୍ୱାରର ସନ୍ନିକଟ ଏହା ଜାଣ। 아주 ତାଙ୍କ ଆସିବାର ଭବିଷ୍ୟବାଣୀର ଚିହ୍ନ ମଧ୍ୟରୁ 중에 한 ଇସ୍ରାଏଲର ସ୍ୱାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦାଉଦଙ୍କ ସିଂହାସନର ଭବିଷ୍ୟବାଣୀ ଅନୁସାରେ ସେହି ବର୍ଷରେ ଖ୍ରୀଷ୍ଟଙ୍କ ବାପ୍ତିସ୍ମ ସୁସମାଚାର ରାଜ୍ୟର ପୁନଃସ୍ଥାପନାକୁ ସୂଚିତ କରିଥାଏ। ହଁ ନା? 그 해로 1948ରୁ 복음 나라를 1985 ପର୍ଯ୍ୟନ୍ତ ଖ୍ରୀଷ୍ଟ 37 ବର୍ଷ ପର୍ଯ୍ୟନ୍ତ ସୁସମାଚାରର ନେତୃତ୍ୱ କଲେ। ଯେତେବେଳେ ଆମ୍ଭେ ତାଙ୍କ ପ୍ରଥମ ଆଗମନର 3 ବର୍ଷ ଏବଂ ଦ୍ୱିତୀୟ ଆଗମନର 37 ବର୍ଷ ଯୋଗ କରିଥାଉ ତେବେ ଏହା ମୋଟ 40 ବର୍ଷ ହୋଇଥାଏ। ଏହି ପ୍ରକାର ଖ୍ରୀଷ୍ଟ ଦାଉଦଙ୍କ ସିଂହାସନ ଉପରେ 40 ବର୍ଷ ରାଜତ୍ୱ କରିବାର ଭବିଷ୍ୟବାଣୀକୁ ପୂରା କଲେ। କିନ୍ତୁ ଏହି ଭବିଷ୍ୟବାଣୀ କେବଳ ସିଂହାସନର ଅବଧି ବିଷୟରେ ନୁହେଁ, ତାଙ୍କୁ ଆଉ କ'ଣ ଘେନି ଆସିବା ଉଚିତ? ତାଙ୍କୁ ନଷ୍ଟ କରାଯାଇଥିବା ନୂତନ ନିୟମର ସମସ୍ତ ନିୟମ, ବ୍ୟବସ୍ଥା ଓ ଆଜ୍ଞାଗୁଡ଼ିକୁ ପୁନଃସ୍ଥାପିତ କରିବାର ଥିଲା। ପରମେଶ୍ୱରଙ୍କ ଅନୁଗ୍ରହ ନୂତନ ନିୟମ କେବଳ ଦାଉଦଙ୍କ ପ୍ରତି ନିଶ୍ଚିତ ଉପହାର। ଏହି ପ୍ରକାର ଦାଉଦଙ୍କର ଚିହ୍ନ ନୂତନ ନିୟମ। ଯଦିଓ 3 ଥରରେ 7 ପର୍ବର ସମସ୍ତ ନିୟମ ଓ ବ୍ୟବସ୍ଥାଗୁଡ଼ିକୁ ନଷ୍ଟ କରିଦିଆଯାଇଥିଲା କିନ୍ତୁ ପିତା ଆନସାଙ୍ଗ ହୋ ଆସି ସେହି ସମସ୍ତକୁ ପୁନଃସ୍ଥାପିତ କଲେ। 회복이 되어 ଆପଣା ପ୍ରଥମ ଆଗମନରେ 3 ବର୍ଷ ଓ ଦ୍ୱିତୀୟ ଆଗମନରେ 37 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରି 40년 ପିତା ଦାଉଦଙ୍କ ସିଂହାସନର 40 ବର୍ଷର ଶାସନ କାଳକୁ ପୂରା କଲେ। 또 이해할 수가 있겠습니다. 그 전까지는 କ'ଣ କେହି କେବେ 3 ଥରରେ 7 ପର୍ବ, 새 언약의 안식일, ବିଶ୍ରାମ ଦିନ 모든 ଓ ନୂତନ ନିୟମର ନିସ୍ତାର ପର୍ବ ଦ୍ୱାରା ମାନବ ଜାତିଙ୍କ ନିମନ୍ତେ 구원의 길을 ଉଦ୍ଧାରର ପଥ ଖୋଲିଛନ୍ତି? 가 있습니까? ଅନେକ ବାଇବଲର ବିଦ୍ୱାନ, ଧର୍ମଶାସ୍ତ୍ରୀ 신학자들이 있고 ଓ ପାଦ୍ରୀ ଅଛନ୍ତି 있지만 କିନ୍ତୁ ଏହି ନିୟମକୁ କେହି କେବେ ଆଣିନାହାନ୍ତି। ସେମାନେ କେବଳ ଦାବି କରନ୍ତି ଯେ କେହି ବିଶ୍ୱାସ କରେ ସେ ପରିତ୍ରାଣ ପାଇବ। କିଛି ଲୋକ ପଚାରନ୍ତି ସେଭେନ୍ଥ ଡେ ଆଡଭେଣ୍ଟିଷ୍ଟ ଚର୍ଚ୍ଚ ଅଫ୍ ଗଡ୍ ପୂର୍ବରୁ ଶନିବାରକୁ ଆରାଧନା କରିବା ଆରମ୍ଭ କଲା। ହଁ ନା? ସେମାନଙ୍କ ବିଶ୍ରାମ ଦିନ ଶୁକ୍ରବାରରୁ ଆରମ୍ଭ ହୋଇ ଶନିବାର ପର୍ଯ୍ୟନ୍ତ ହୋଇଥାଏ। କିନ୍ତୁ ଆମ୍ଭମାନଙ୍କ ବିଷୟରେ କ'ଣ? ଆମ୍ଭେ ସପ୍ତମ ଦିନରେ ଆରାଧନା କରିଥାଉ। ଅନ୍ୟ ଶବ୍ଦରେ ସେମାନଙ୍କ ବିଶ୍ରାମ ଦିନ ଷଷ୍ଠ ଦିନରୁ ଆରମ୍ଭ ହୁଏ। ସେହି ବିଶ୍ରାମ ଦିନ ପରମେଶ୍ୱରଙ୍କ ଦ୍ୱାରା ନିଯୁକ୍ତ ନୁହେଁ। ସେମାନେ କେବଳ ବିଶ୍ରାମ ଦିନର ନାମ ଉଦ୍ଧାର ନେଉଛନ୍ତି। ସପ୍ତମ ଦିନ ହେଉଛି ବିଶ୍ରାମ ଦିନ। 그래서 ଏହାଦ୍ୱାରା ଆମ୍ଭେମାନେ ଅନୁଭବ କରିପାରିବା ବର୍ତ୍ତମାନ ଆମ୍ଭେ ଯେଉଁ ପଥରେ ଚାଲୁଅଛୁ ତାହା ପବିତ୍ର ଆତ୍ମା ପରମେଶ୍ୱର ଖ୍ରୀଷ୍ଟ ଆନସାଙ୍ଗ ହୋ ଦ୍ୱାରା ନିର୍ଦ୍ଦେଶିତ ସ୍ୱର୍ଗର ପଥ। 그래서 이끌어 가시는 참 ଯେତେବେଳେ ଆମ୍ଭେ 조금 더 우리가 ସୁସମାଚାରର କାର୍ଯ୍ୟ କରିଥାଉ 흐트러짐이 없이 ତେବେ ଏହି ପଥରୁ ଭ୍ରାନ୍ତ ନ ହୋଇ 일러주 ଆମ୍ଭମାନଙ୍କୁ ଆପଣା ସ୍ୱର୍ଗୀୟ ପିତା ଓ ମାତାଙ୍କ ସମସ୍ତ ଶିକ୍ଷାକୁ 또 의지하고 ଦୃଢ଼ତାରେ 여러분과 ଧରି ରଖିବା ଉଚିତ। ଯେପରି ଆମ୍ଭେମାନେ ଜିସାୟା ଅଧ୍ୟାୟ 52ରେ ଦେଖିଥିଲୁ, ଏହା ଲେଖା ଅଛି, 여호와께 ସଦାପ୍ରଭୁ ପରମେଶ୍ୱର ରାଜ୍ୟ କରନ୍ତି, ପରମେଶ୍ୱର ସିଓନରେ ରାଜ୍ୟ କରନ୍ତି। 이사야 30 ଜିସାୟା ଅଧ୍ୟାୟ 33 ପଦ 21ରେ ଏହା ମଧ୍ୟ କୁହାଯାଇଅଛି, ମାତ୍ର ସେଠାରେ ସଦାପ୍ରଭୁ ପ୍ରତାପରେ ଆମ୍ଭମାନଙ୍କର ସହବର୍ତ୍ତୀ ହେବେ। 지금 이제 ଏହି ସମୟ କରୋନା ଭାଇରସ ଯୋଗୁଁ 많은 사람들이 ଅନେକ ଲୋକଙ୍କ ଜୀବନ ନଷ୍ଟ ହୋଇଯାଇଛି। 다 무너지고 있습니다.
직장 ଅନେକ ଆପଣା ଚାକିରି ହରାଇଛନ୍ତି 실업자 ଏବଂ ବେକାରୀ ହାର ବହୁତ ଅଧିକ। ଏହା ହେଉଛି ବର୍ତ୍ତମାନର ପରିସ୍ଥିତି 초내 ଯାହା ଆମ୍ଭମାନଙ୍କୁ ବିଶ୍ୱବ୍ୟାପୀ ସାମ୍ନା କରୁଅଛି। ଯଦିଓ ଆମ୍ଭେ ଏହି ଦୁନିଆରେ ଅସ୍ଥାୟୀ କଷ୍ଟ ଓ ଅସୁବିଧାର ସମ୍ମୁଖୀନ କରିପାରିବା, କିନ୍ତୁ ଆସନ୍ତୁ ଆମ୍ଭେମାନେ ସର୍ବଦା ସ୍ୱର୍ଗ ରାଜ୍ୟ ବିଷୟରେ ଚିନ୍ତା କରିବା। ଆମ୍ଭେ ସେହି ଚର୍ଚ୍ଚର ସହିତ ସମ୍ବନ୍ଧିତ ଅଟୁ ଯାହାକୁ ପରମେଶ୍ୱର ଭବିଷ୍ୟବାଣୀ ଅନୁସାରେ ସ୍ଥାପିତ କରିଛନ୍ତି। 영원한 영생 ଆମ୍ଭେ ଆପଣା ପରମେଶ୍ୱରଙ୍କ ଠାରୁ ଅନନ୍ତ ଜୀବନର ଆଶୀର୍ବାଦ ପ୍ରାପ୍ତ କରିଅଛୁ। ଏହାଠାରୁ ଅଧିକ ସ୍ୱର୍ଗୀୟ ମାତା ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ତେଣୁ ଆମ୍ଭମାନଙ୍କୁ ସମସ୍ତ ଭୟରେ ବିଜୟ ହେବା ଉଚିତ। ଜଙ୍ଗଲରେ ଏପରି ଜଣେ ମଧ୍ୟ ଇସ୍ରାଏଲୀୟ ନଥିଲେ 죽었거나 ଯେଉଁମାନେ ଭୋକ ଶୋଷରେ ମଲେ। ସେମାନେ କେଉଁମାନେ ଥିଲେ ଯେଉଁମାନେ ମରିଗଲେ? ଯେଉଁମାନେ ବିରକ୍ତ ହେଉଥିଲେ, ଅଭିଯୋଗ କରୁଥିଲେ ଓ ପରମେଶ୍ୱରଙ୍କ ଉପରେ କୌଣସି ବିଶ୍ୱାସ ରଖୁନଥିଲେ, ସେମାନେ ସମସ୍ତେ ଜଙ୍ଗଲରେ ନଷ୍ଟ ହୋଇଯାଇଥିଲେ। ବାଇବଲରେ ଭୋକରେ ମରିଯାଇଥିବା କୌଣସି ବ୍ୟକ୍ତିର ରେକର୍ଡ ନାହିଁ। 못해서 କେହି ମଧ୍ୟ ଜଳ ଅଭାବରୁ ମରିନାହାନ୍ତି। ଯେପରି ଲେଖା ଅଛି, ଆକାଶର ପକ୍ଷୀଙ୍କି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, କି ଅବା ଅମରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି। 들보다 더 귀한 ତୁମ୍ଭେମାନେ କ'ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ? ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କୁ ସର୍ବଦା ପରମେଶ୍ୱରଙ୍କ ପ୍ରତିଜ୍ଞା ଓ ପରମେଶ୍ୱରଙ୍କ ପବିତ୍ର ଇଚ୍ଛା ବିଷୟରେ ଚିନ୍ତା କରିବା ଉଚିତ। 코로나 문제 ସାରା ଦୁନିଆରେ ଅନେକ ଏପରି ଦେଶ ଅଛି 공장 ଯେଉଁଠି କାରଖାନା ଓ ବ୍ୟବସାୟ 직장 일터가 일이 중 ମହାମାରୀ ହେତୁ ବନ୍ଦ ହୋଇଯାଇଛି। 하는 것 같습니다. କୋରିଆରେ ଆମ୍ଭେ ଆରାଧନାକୁ ଟିକିଏ ଅଧିକ ସ୍ୱତନ୍ତ୍ର ଭାବରେ ପାଳନ କରିପାରୁ, କିନ୍ତୁ ଏପରି ଅନେକ ଦେଶ ଅଛି ଯେଉଁଠି ପରିସ୍ଥିତି ଅତ୍ୟନ୍ତ କଠିନ। ସ୍ୱର୍ଗରାଜ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଅଛି। ଏହି ଆଶାର ସହିତ ଆସନ୍ତୁ ଆମ୍ଭେ ଉତ୍ସାହିତ ହେବା। 용기를 가지시 ମୋର ଆଶା ଅଛି ଯେ ଏପରି ପରିବାର ଥିବେ ଯେଉଁମାନେ ମହାମାରୀ ହେତୁ ପୀଡ଼ିତ ଅଛନ୍ତି। ଆସନ୍ତୁ ଆମ୍ଭେ ସମସ୍ତେ ସାହସ ରଖିବା। ଆମ୍ଭମାନଙ୍କ ସ୍ୱର୍ଗୀୟ ପିତା ଓ ମାତା ଆମ୍ଭମାନଙ୍କୁ ସ୍ୱର୍ଗ ଆଡ଼କୁ ପଥ ପ୍ରଦର୍ଶନ କରୁଛନ୍ତି, ଯେଉଁଠି ଆମ୍ଭେ ଅନନ୍ତ ଜୀବନ ଓ ଆଶୀର୍ବାଦର ଆନନ୍ଦ ନେଇପାରିବା। ଏହା ଆଶା କରୁଥାଏ କି ଆମ୍ଭେ ସମସ୍ତେ ଆପଣା ପ୍ରତିଜ୍ଞା କରାଯାଇଥିବା ଦେଶରେ ପହଞ୍ଚିବା। ମୁଁ ଏହି ଉପଦେଶକୁ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।